କବି ସୂର୍ଯ୍ୟ ରକ୍ତଦାନ ସେବା ସଂଘ ପକ୍ଷରୁ ମେଗା ରକ୍ତଦାନ ଶିବିର ଓ ବିଭିନ୍ନ ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ। କବି ସୂର୍ଯ୍ୟ ରକ୍ତଦାନ ସେବା ସଂଘ କବିସୂର୍ଯ୍ୟ ନଗର ଗଞ୍ଜାମ ପକ୍ଷରୁ ସପ୍ତମ ବାର୍ଷିକ ଉତ୍ସବ ଉପଲକ୍ଷେ କବିସୂର୍ଯ୍ୟ ନଗରସ୍ଥିତ କଲ୍ୟାଣ ମଣ୍ଡପଠାରେ ଏକ ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସହ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅଫଲାଇନରେ ହସ୍ତାକ୍ଷର କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ଅନଲାଇନରେ ବକ୍ତୃତା ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ସଂଘର ପ୍ରତିଷ୍ଠାତା ମୁଖ୍ୟ ସଂଯୋଜକ ତଥା ଶିକ୍ଷକ ସୁମନ୍ତ କୁମାର ଚର୍ଚ୍ଚିଙ୍କ ତତ୍ତ୍ୱାବଧାନରେ ଏବଂ ସଭାପତିତ୍ୱ କାର୍ଯ୍ୟକ୍ରମ କରିଥିଲେ। କବିସୂର୍ଯ୍ୟ ନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଉଦ୍ଘାଟକ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନିଜର ବକ୍ତବ୍ୟରେ ସେ କହିଥିଲେ ଯେ ରକ୍ତଦାନ ହେଉଛି ମହାନ ମାନବ ସେବା ଏବଂ ଜୀବନଦାନ। ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ ହୋଇଥିବାରୁ ସେମାନେ ବଡ଼ ହେବା ପରେ ନିୟମିତ ସ୍ୱେଚ୍ଛାକୃତ ରକ୍ତଦାନ କରି ଅନ୍ୟର ଜୀବନ ରକ୍ଷା କରିବାକୁ ଶପଥ ଗ୍ରହଣ କରିଥିଲେ। ସେ ସଂଘର ସମସ୍ତ ସଦସ୍ୟ ସ୍ୱେଚ୍ଛାସେବୀ ଓ ରକ୍ତଦାତାଙ୍କୁ ସମାଜ ସେବାମୂଳକ କାର୍ଯ୍ୟକୁ ଭୂରି ଭୂରି ପ୍ରଶଂସା କରିଥିଲେ। ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜର ରକ୍ତଭଣ୍ଡାରର ଚିକିତ୍ସା ଦଳ ଶିବିରରେ ଉପସ୍ଥିତ ରହି ମୋଟ 45 ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ସମସ୍ତ ରକ୍ତଦାତାଙ୍କୁ ପୁଷ୍ଟିକର ଖାଦ୍ୟ ଫଳ ଓ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର 700ରୁ ଅଧିକ ଛାତ୍ରଛାତ୍ରୀ ନିଜ ଅଭିଭାବକ ସହ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ଅନ୍ତର୍ନିହିତ ପ୍ରତିଭାର ପ୍ରଦର୍ଶନ କରିଥିଲେ। ସମସ୍ତ ପ୍ରତିଯୋଗୀଙ୍କୁ ବିସ୍କୁଟ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା। ସମ୍ମାନିତ ଅତିଥି ଭାବେ କବିସୂର୍ଯ୍ୟ ନଗର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଅଭିମନ୍ୟୁ ସାହୁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ମଣିଷ ହୋଇ ସମାଜ ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ଦେବା ସହ ଶିକ୍ଷକ ସୁମନ୍ତ କୁମାର ଚର୍ଚ୍ଚି ଏବଂ କବିସୂର୍ଯ୍ୟ ରକ୍ତଦାନ ସେବା ସଂଘର ସମାଜସେବାମୂଳକ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ। ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ସମାଜସେବୀ ରାମପ୍ରସାଦ ମହାରଣା, ପୂର୍ବତମ ଅଧ୍ୟାପକ ଗୀତବାସ ବିଶ୍ୱାଳ, ଗୁଡ଼ିଆଳି ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ଭୂୟାଁ, ବାଡ଼ାଗୁଳ ସରପଞ୍ଚ ପ୍ରତିନିଧି କିରଣ ସେଠୀ, ସମିତି ସଭ୍ୟ ପ୍ରତିନିଧି ଭବାନୀ ନାୟକ, ସମାଜସେବୀ ପ୍ରଦୀପ ସ୍ୱାଇଁ, ବୁଚି ରେଡ୍ଡି, ବିଶ୍ୱଜିତ ମହାପାତ୍ର, ଶ୍ରୀକାନ୍ତ ପଣ୍ଡା, ଶେଷଦେବ ବେହେରା, ଡାକ୍ତର କଂସ ପ୍ରଧାନ, ଡକ୍ଟର ସୁରେନ୍ଦ୍ରନାଥ ସାହୁ, ଅଭିମନ୍ୟୁ ନାୟକ, ଅଶୋକ ଜେନା ପ୍ରମୁଖ ଉପସ୍ଥିତ ରହି ସଭାର ଶୋଭା ବଢ଼ାଇଥିଲେ। ମଞ୍ଚ ପରିଚାଳନା ରତ୍ନାକର ସିଂହ ଏବଂ ସରୋଜକାନ୍ତ ମହାପାତ୍ର କରିଥିବା ବେଳେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସଂଘର ସଭାପତି ତତ୍ତ୍ୱମସୀ ପରିଡ଼ା, ଉପସଭାପତି ଚନ୍ଦନ ଜେନା, ପୁନାଲ ଜେନା, ସଂଗଠକ ଶକ୍ତି ପ୍ରସାଦ ପ୍ରଧାନ, ମୁକେଶ ଜେନା, ମନୋଜ ପୃଷ୍ଟି, ବିକ୍ରମ ପ୍ରଧାନ, ହେନା ବଳିଆ ସିଂ, ସଂଘମିତ୍ରା ଚର୍ଚ୍ଚି, ପିଣ୍ଟୁ ସେଠୀ, ଅନିଲ ଚର୍ଚ୍ଚି, ଶେଖର ସାମଲ, ଜ୍ଞାନ ରଥ, ହରିହର ଗୌଡ଼, ରଞ୍ଜନ ନାହକ, ନବୀନ ନାହକ, ଜାନକୀ ନାହକ, ସରିତା ମହାନ୍ତି, ଅମର ପ୍ରଧାନ, ବିନାୟକ ବେହେରା, ଅରୁଣ ପାତ୍ର, ଦିଗମ୍ବର ସାହୁ, ପିଣ୍ଟୁ ସେଠୀ, ସନ୍ତୋଷ ବାରିକ, ରବୀନ୍ଦ୍ର କୁମାର ସେଠୀ, କିରଣ ଦାସ, ଟୁକୁନା ଜେନା, ସରୋଜ ବିଶ୍ୱାଳ, ଦିଗମ୍ବର ସାହୁ ପ୍ରଭୃତି ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଶେଷରେ ଉପସଭାପତି ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନା କମିଟି ସଂଘର ସମସ୍ତ ସଦସ୍ୟ, ସ୍ୱେଚ୍ଛାସେବୀ ଏବଂ ରକ୍ତଭଣ୍ଡାର କର୍ମଚାରୀମାନଙ୍କୁ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା। ବ୍ୟୁରୋ ରିପୋର୍ଟ, ସ୍ୱତନ୍ତ୍ର ଟିଭି।